ଚଳଚଞ୍ଚଳ ହୋଇ ଉଠିଛି ବୋଦାପଳସା ଶିବ ମନ୍ଦିର। ପବିତ୍ର ମାଟିର ଏକ ପବିତ୍ର ପୀଠ ଚଳଚଞ୍ଚଳର ଏକ ରଙ୍ଗୀନ ମହଲ ସମସ୍ତଙ୍କୁ ଆକୃଷ୍ଟ କରିଦେଇଛି। ଯେଉଁଆଡ଼େ ଦେଖିବେ କେବଳ ଲୋକମାନଙ୍କ ଗହଳ ଚହଳ। ଜନସମୁଦ୍ରର ଜ୍ୱାର ଉଠି ଆଜି ଭିନ୍ନ ଏକ ପରିବେଶ ସୃଷ୍ଟି କରି ଖୁବ୍ ଆକର୍ଷଣୀୟ କରିଦେଇଛି। ଧାଡ଼ି ଧାଡ଼ି ହୋଇ ଲମ୍ବି ଯାଇଛି ଭୋଗ ଦୋକାନର ସମ୍ଭାର। ଆକର୍ଷଣୀୟ ସାଜସଜ୍ଜା ସହିତ ଶାନ୍ତି ପରିବେଶର ଭକ୍ତି ଭାବନାର ହାଲକା ପବନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଛୁଇଁ ଯାଇ କିମିଆର ଡୋରିରେ ବାନ୍ଧି ରଖିଛି। ଲୋକମାନଙ୍କ ଗହଳ ଚହଳ ମଧ୍ୟରେ ପ୍ରତ୍ୟେକ ଲୋକଙ୍କ ପାଖରେ ଭରିଯାଇଛି ବିଶ୍ୱାସ ଏବଂ ଭକ୍ତି। ଅନେକ ଦିନର ବ୍ୟବଧାନ ପରେ ଏହି ପବିତ୍ର ମାଟିରେ ସୃଷ୍ଟି ହୋଇଥିବା ଜନସମୁଦ୍ର ମଧ୍ୟରେ ଦେଖାଦେଇଛି ଏକ ମମତାର ବନ୍ଧନ। ରାଗରୁଷାର ଝଲକ ଟିକିଏ ମଧ୍ୟ ଦେଖିବାକୁ ମିଳୁନଥିବା ବେଳେ ସମସ୍ତେ ଆପଣାର ହୋଇ ଏକତ୍ରିତ ହୋଇଛନ୍ତି ଏହି ପବିତ୍ର ଶୁଭ ଦିନରେ। ଆଜି ହେଉଛି ସେହି ପବିତ୍ର ଶୁଭ ଦିନ। ପ୍ରଭୁ ଭୋଳାନାଥ ଶିବଶଙ୍କରଙ୍କ ମନ୍ଦିରରେ ପାଳିତ ହେଉଛି ଶିବ ଜାଗର। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବୋଦାପଳସା ଶିବ ମନ୍ଦିରରେ ଅନୁଷ୍ଠିତ ହୋଇଛି ଶିବ ଜାଗର ଉତ୍ସବ। ଏହି ପୁରାତନ ଶିବ ମନ୍ଦିର କେନ୍ଦୁଝର ଜିଲ୍ଲାର ଅନ୍ୟତମ ଶିବ ମନ୍ଦିର ହୋଇଥିବା ବେଳେ ଏହି ଶିବ ମନ୍ଦିରକୁ ବହୁ ଦୂର ଦୂରାନ୍ତରୁ ଭକ୍ତ ଆସି ପୂଜା କରିଥାନ୍ତି। ବହୁ ପୁରାତନ ଶିବ ମନ୍ଦିର ବୋଦାପଳସା ଗ୍ରାମକୁ ଏକ ପରିଚୟ ଦେଇ ଆଜି କେନ୍ଦୁଝର ସହରକୁ ଗର୍ବିତ କରିଛି। ସେହି ବୋଦାପଳସା ଶିବ ମନ୍ଦିରରେ ଖୁବ୍ ଜାକଜକମରେ ପାଳିତ ହେଉଛି ପ୍ରଭୁ ଶିବଶଙ୍କରଙ୍କ ଶିବ ଜାଗର ଉତ୍ସବ। ପ୍ରଭୁ ଶିବଙ୍କର ଏହି ମୁଖ୍ୟ ଉତ୍ସବ ଖୁବ୍ ଧୁମଧାମରେ ପାଳିତ ହୋଇ ଆସିଥିବା ବେଳେ ଏ ବର୍ଷ ମଧ୍ୟ ନିଆରା ଏବଂ ଆକର୍ଷଣୀୟ ପରିବେଶ ମଧ୍ୟରେ ଶିବ ଜାଗର ପାଳିତ ହେଉଥିବା ଲକ୍ଷ୍ୟ କରାଯାଇଛି। ଭକ୍ତମାନଙ୍କ ଗହଳି ସାଙ୍ଗକୁ ଏକ ମେଳା ବସିବାର ଦୃଶ୍ୟ ମଧ୍ୟ ମନ୍ଦିର ଚତୁଃପାର୍ଶ୍ୱକୁ ଖୁବ୍ ଉତ୍ସବ ମୁଖରିତ କରିଦେଇଛି। ପ୍ରତ୍ୟେକ ଦିନ ଏହି ମନ୍ଦିରରେ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ଚାଲିଥିବା ବେଳେ ଲୋକମାନଙ୍କ ଗହଳି ମଧ୍ୟ ପ୍ରତିଦିନ ଲାଗି ରହିଥାଏ। କିନ୍ତୁ ଶିବ ଜାଗର ଦିନ ଏହି ମନ୍ଦିର ପ୍ରାଙ୍ଗଣ ଜନଗହଳିରେ ପରିପୂର୍ଣ୍ଣ ହୋଇ ଖୁବ୍ ଉତ୍ସବ ମୁଖରିତ ହୋଇ ଉଠିଥାଏ। ଏହି ଶିବ ଜାଗର ଦିନ ବହୁ ଦୂର ଦୂରାନ୍ତରୁ ଭକ୍ତ ଆସି ଶିବ ଜାଗର ପାଳନ କରିଥାନ୍ତି। ଶିବ ଜାଗରରେ ମହାଦୀପ ଉଠୁଥିବା ଯୋଗୁଁ ମହାଦୀପ ଉଠିବା ପାଇଁ ରାତି ପର୍ଯ୍ୟନ୍ତ ଏଠାରେ ଲୋକ ଗହଳି ଲାଗି ରହିଥାଏ। ଆକର୍ଷଣୀୟ ସାଜସଜ୍ଜାରେ ସଜ୍ଜିତ ହୋଇ ମୁଣ୍ଡ ଟେକି ଠିଆ ହୋଇଥିବା ଆକର୍ଷଣୀୟ ତୋରଣ ମନ୍ଦିର ପରିବେଶକୁ ଖୁବ୍ ଆକର୍ଷିତ କରିଦେଇଛି। ଭକ୍ତମାନେ କେମିତି ମହାଦୀପ ଉଠିବା ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବରେ ରହିପାରିବେ ସେଥିପାଇଁ ମନ୍ଦିର କମିଟି ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲୋକମାନେ ମଧ୍ୟ ଖୁବ୍ ଶୃଙ୍ଖଳାର ସହିତ ପ୍ରଭୁ ଶିବଶଙ୍କରଙ୍କୁ ପୂଜା କରି ମହାଦୀପ ଉଠିବା ପର୍ଯ୍ୟନ୍ତ ଭକ୍ତିର ସହିତ ଅପେକ୍ଷା କରି ରହିଛନ୍ତି। ମନ୍ଦିର ଭିତରକୁ ଯିବା ପାଇଁ ଭକ୍ତମାନେ ଧାଡ଼ି ବାନ୍ଧି ରହିଥିବା ବେଳେ କମିଟିର ସଦସ୍ୟମାନେ ତୀକ୍ଷ୍ଣ ଦୃଷ୍ଟି ଦେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରୁଥାନ୍ତି। ସହଜ ଏବଂ ସୁବିଧାରେ ଧାଡ଼ି ଲଢ଼େଇ ପୂଜା କରିବା ଏବଂ ସୁରକ୍ଷିତ ଭାବରେ ଠାକୁର ଦର୍ଶନ କରି ଫେରିବା ପର୍ଯ୍ୟନ୍ତ ଶୃଙ୍ଖଳା ବଜାଇ ରଖିବା ପାଇଁ ନିର୍ଦ୍ଦେଶ ମାନିଥାନ୍ତି। ଖୁବ୍ ଶୃଙ୍ଖଳାର ସହିତ ବୋଦାପଳସା ଶିବ ଜାଗର ଉତ୍ସବ ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହେଉଛି। କେନ୍ଦୁଝର ସଦରରୁ କ୍ଷେତ୍ରବାସୀ ମହାନ୍ତଙ୍କ ରିପୋର୍ଟ, AB ନ୍ୟୁଜ୍।